3 ବର୍ଷରୁ ଊର୍ଦ୍ଧ୍ୱ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ରେଢାପଦର ପୋଲ। ଜୀବନ ଭବିଷ୍ୟତର ଏକ ଲମ୍ବା ରାସ୍ତାରେ ବାଟ ଚାଲିବା ପାଇଁ ଆବଶ୍ୟକ ପଡ଼ିଥାଏ ରାସ୍ତାଟିଏ। ଆଉ ରାସ୍ତା ନିଶ୍ଚିତ ଭାବରେ ଆବଶ୍ୟକ କରିଥାଏ ତା ଛାତି ଉପରେ ପୋଲଟିଏ। ପୋଲ ନଥିଲେ ରାସ୍ତା ବିଚ୍ଛିନ୍ନ ହୋଇ ରାସ୍ତାର ଅସ୍ତିତ୍ୱ ହରାଇ ବସିଥାଏ। ରାଜ୍ୟରେ ବୁଢ଼ିଆଣୀ ଜାଲ ଛନ୍ଦି ହେଲା ପରି ଅଙ୍କା ବଙ୍କା ହୋଇ ଛୋଟ ବଡ଼ର ଅନେକ ରାସ୍ତା ଲମ୍ବି ଯାଇଛି। ଆଉ ପ୍ରତ୍ୟେକ ରାସ୍ତାରେ ନିଶ୍ଚିତ ଭାବରେ ନିର୍ମାଣ ହୋଇଛି ଛୋଟ ବଡ଼ ପୋଲଟିଏ। କିନ୍ତୁ କିଛି କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଯାଇଥାଏ ଯେ ରାସ୍ତାଟିଏ ଲମ୍ବି ଯାଇଥିଲେ ମଧ୍ୟ ପୋଲ ଖଣ୍ଡିଏ ନଥିବା ଯୋଗୁଁ ରାସ୍ତାଟି ମୂଲ୍ୟହୀନ ହୋଇଯାଇଥାଏ। ଅନେକ ସ୍ଥାନରେ ରାସ୍ତା ନଥାଇ ଲୋକମାନେ ନିଜେ କାଠ ପୋଲ ତିଆରି କରି ଯିବା ଆସିବା କରୁଥିବା ବେଳେ ଅନେକ ସ୍ଥାନରେ ନଦୀ ପାର ହୋଇ ଲୋକମାନେ ଯିବା ଆସିବା କରିଥାନ୍ତି। କିନ୍ତୁ ବର୍ଷା ଦିନେ ଲୋକମାନଙ୍କ ଉପରେ ଦାଉ ସାଧିଥାଏ ନଦୀଟିଏ। ପାଣିର ସୁଅରେ ନଦୀ ଉଛୁଳି ପଡ଼ୁଥିବା ବେଳେ ଲୋକମାନଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ, ଯାହାଫଳରେ ସମସ୍ୟାର କାଳଜାଲ ମଧ୍ୟରେ ଛନ୍ଦି ହୋଇ ଘର କୋଣରେ ବସି ରହିଥାନ୍ତି। ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ପଶ୍ଚିମ ଓଡ଼ିଶା ବିକାଶ ଅଞ୍ଚଳରେ। କଳାହାଣ୍ଡି ଜିଲ୍ଲା ଲାଞ୍ଜୁଗଡ଼ ବ୍ଲକ ଅନ୍ତର୍ଗତ କଦମଗୁଡ଼ା ଗ୍ରାମ ପଞ୍ଚାୟତର ରେଢାପଦର ଗ୍ରାମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୋର୍ଡ ଲଗାଇ ଦୀର୍ଘ 3 ବର୍ଷରୁ ଊର୍ଦ୍ଧ୍ୱ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି ପୋଲ ନିର୍ମାଣ କାର୍ଯ୍ୟ। ବିଭାଗୀୟ ଉଦାସୀନତା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ରେଢାପଦର ଗ୍ରାମବାସୀ ଯମଦଣ୍ଡ ଭୋଗୁଛନ୍ତି। ଗ୍ରାମରେ ପାଖାପାଖି 150ରୁ ଊର୍ଦ୍ଧ୍ୱ ଭୋଟର ଭାଇ ଭଉଣୀ ରହିଛନ୍ତି। ଗାଁକୁ ପ୍ରବେଶ କରିବାକୁ ହେଲେ ଏକ ନାଳକୁ ଅତିକ୍ରମ କରିବାକୁ ପଡ଼ିଥାଏ। ସେହି ନାଳ ଏବେ ଗ୍ରାମବାସୀଙ୍କୁ ପ୍ରତିବନ୍ଧକ ସାଜିଛି। ବର୍ଷା ସମୟରେ ପ୍ରାୟ 4 ମାସ ଗ୍ରାମର ଅବସ୍ଥା କହିଲେ ନ ସରେ। 10 ଲକ୍ଷ ଟଙ୍କା ବ୍ୟୟରେ ଦୀର୍ଘ 3 ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପୋଲ କାର୍ଯ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଲାଞ୍ଜିଗଡ଼ ବ୍ଲକକୁ ଆଇଟିଡିଏ ମାଧ୍ୟମରୁ ଅନ୍ୟ ବ୍ଲକ ଅପେକ୍ଷା 2 ଗୁଣ ଅର୍ଥ ଆସିଥାଏ। କିନ୍ତୁ ବିଭାଗୀୟ ଅଧିକାରୀ ତଥା ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅର୍ଥ ବାଟବଣା ହୋଇ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହୁଛି ଅନେକ ଉନ୍ନତିମୂଳକ କାର୍ଯ୍ୟ। ଯଥାଶୀଘ୍ର ଏହି ରେଢାପଦର ପୋଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। କଳାହାଣ୍ଡିରୁ ଲୟ ଭୋଇଙ୍କ ସହିତ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, ଏବି ନ୍ୟୁଜ।